ବନ୍ଧୁମାନେ ଶ୍ରୀ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ବ୍ରତ ହେଉଛି ଏକାଦଶୀ। ଏହା ମାଧ୍ୟମରେ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଦେବ ଉତ୍ଥାପନ ଏକାଦଶୀ ବଡ଼ ଏକାଦଶୀରେ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଶ୍ରୀହରି ବିଷ୍ଣୁ 4 ମାସର ନିଦ୍ରା ଶେଷ କରି ଉଠୁଥିବାରୁ ଏହାକୁ ଦେବ ଉତ୍ଥାପନ ଏକାଦଶୀ କୁହାଯାଏ। ତେବେ ବନ୍ଧୁମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମଙ୍କର ବିବାହ ତୁଳସୀ ସହିତ ଅନୁଷ୍ଠିତ ହୋଇଥାଏ। ତେଣୁ ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କୁ ଉପାସନା କଲେ ସମସ୍ତ ପାପରୁ ମୁକ୍ତ ହୋଇ ବୈକୁଣ୍ଠ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ଏକାଦଶୀ ବ୍ରତକୁ ଖୁବ୍ ନିଷ୍ଠା ଓ ଭକ୍ତିର ସହ ପାଳନ କଲେ ସ୍ୱୟଂ ନାରାୟଣ ପ୍ରସନ୍ନ ହୋଇଥାନ୍ତି। ସେଥିପାଇଁ ଏହି ବ୍ରତ ପାଳନର ରହିଛି ସ୍ୱତନ୍ତ୍ର ବିଧିବିଧାନ। ନିୟମ ପାଳନ କରି ବ୍ରତ କଲେ ଶୁଭ ଫଳ ପ୍ରାପ୍ତ ହେଉଥିବା ବେଳେ ଏକାଦଶୀରେ ବର୍ଜନୀୟ କାର୍ଯ୍ୟ କଲେ ପ୍ରଭୁ ନାରାୟଣ ମଧ୍ୟ ରୁଷ୍ଟ ହୋଇଯାଆନ୍ତି। ଦେବ ଉତ୍ଥାପନ ଏକାଦଶୀ ଉପରେ କିଛି ବିଶେଷ ଉପାୟ କରିବା ଦ୍ୱାରା ଭଗବାନ ବିଷ୍ଣୁ ତଥା ମା ଲକ୍ଷ୍ମୀ ମଧ୍ୟ ବହୁତ ଖୁସି ହୁଅନ୍ତି ଏବଂ ଆମ ଘରକୁ ଧନ ଏବଂ ସୁଖରେ ପରିପୂର୍ଣ୍ଣ କରନ୍ତି। ଆସନ୍ତୁ ଜାଣିବା ଦେବ ଉତ୍ଥାପନ ଏକାଦଶୀଙ୍କ ବିଶେଷ ପ୍ରତିକାର। ଦେବ ଉତ୍ଥାପନ ଏକାଦଶୀ ତୁଳସୀ ପ୍ରତିକାର। ଦେବ ଉତ୍ଥାପନ ଏକାଦଶୀ ଦିନ ଭଗବାନ ବିଷ୍ଣୁ 4 ମାସର ନିଦ୍ରା ଶେଷ କରି ଉଠନ୍ତି। ଏହି ଦିନ ଶ୍ରୀହରିଙ୍କର ଅତି ପ୍ରିୟ ତୁଳସୀଙ୍କୁ ପୂଜା କରାଯାଏ। ଏହି ଦିନ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ତୁଳସୀ ମାତା ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ। ଏହି ଦିନ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ଯଦି ଆପଣଙ୍କ ଘରେ ଦୀର୍ଘଦିନ ଧରି ଆର୍ଥିକ ସମସ୍ୟା ଚାଲି ଆସୁଛି ତେବେ ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ। ବିବାହ ପରି ସମସ୍ତ ଶୁଭ କାର୍ଯ୍ୟ ଦେବ ଉତ୍ଥାପନ ଏକାଦଶୀ ଦିନରୁ ଆରମ୍ଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଦେବ ଉତ୍ଥାପନ ଏକାଦଶୀ ଦିନରେ ନିଆଯିବାକୁ ଥିବା କିଛି ନିଶ୍ଚିତ ପଦକ୍ଷେପ ଯାହା ଆପଣଙ୍କର ଆର୍ଥିକ ସଙ୍କଟ ଦୂର କରିବ। ଦେବ ଉତ୍ଥାପନ ଏକାଦଶୀରେ ତୁଳସୀଙ୍କୁ ଏହିପରି ପୂଜା କରନ୍ତୁ। ଦେବ ଉତ୍ଥାପନ ଏକାଦଶୀ ଦିନ ଶୁଭ ଅବସରରେ ତୁଳସୀଙ୍କୁ ପୂଜା କରନ୍ତୁ ଏବଂ ତୁଳସୀ ମୂଳରେ ଏକ ଲାଲ ରଙ୍ଗର କପଡ଼ା ବାନ୍ଧନ୍ତୁ। ଏହାପରେ ତୁଳସୀ ଚାଳିଶା ପଢ଼ନ୍ତୁ ଏବଂ ତାପରେ ତୁଳସୀ ଗଛ ମୂଳରେ ଚୁଡ଼ି, ବିନ୍ଦି, ସିନ୍ଦୂର ଓଢ଼ଣୀରେ ଘୋଡ଼ାନ୍ତୁ। ପରଦିନ ଏହି ବିବାହ ସାମଗ୍ରୀକୁ ଏକ ଅଭାବୀ ବିବାହିତ ମହିଳାଙ୍କୁ ଦାନ କରନ୍ତୁ ଏବଂ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ। ତୁଳସୀ ଗଛ ସାମ୍ନାରେ ହାତ ଯୋଡ଼ି ପ୍ରାର୍ଥନା କରନ୍ତୁ। ଏହା କରିବା ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ ଏବଂ ଆପଣ ବହୁତ ଅଗ୍ରଗତି କରନ୍ତି। ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଏକ ଦୀପ ଜାଳନ୍ତୁ। ଦେବ ଉତ୍ଥାପନ ଏକାଦଶୀରେ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଘିଅ ଦୀପ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଗମନ ପାଇଁ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଖୋଲା ରଖନ୍ତୁ। ଏହା ସହିତ ଏହି ଦିନ ଏକ ଘିଅ ଦୀପ ମଧ୍ୟ ଉତ୍ତର ପୂର୍ବ କୋଣରେ ରାତି 12ଟା ପର୍ଯ୍ୟନ୍ତ ରଖିବା ଉଚିତ। ଉତ୍ତର ପୂର୍ବକୁ ଈଶାନ କୋଣ ବୋଲି ବିବେଚନା କରାଯାଏ। ମାତା ଲକ୍ଷ୍ମୀଙ୍କ ସହିତ ଦେବତାମାନେ ମଧ୍ୟ ଏଠାରେ ବାସ କରନ୍ତି। ଏହା କରିବା ଦ୍ୱାରା ସମସ୍ତ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ। ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। ଦେବ ଉତ୍ଥାପନ ଏକାଦଶୀ ଉପରେ ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ର ଅନ୍ତର୍ଭୁକ୍ତ କରିବାକୁ ଭୁଲନ୍ତୁ ନାହିଁ, ନଚେତ୍ ତାଙ୍କର ପୂଜା ଅସମ୍ପୂର୍ଣ୍ଣ ହୋଇ ରହେ ବୋଲି ଧରାଯାଏ। ତାହେଲେ ଚାଲନ୍ତୁ ଜାଣିବା କ'ଣ ସେ କାର୍ଯ୍ୟ ଯାହାକୁ କେବେ ହେଲେ ଏକାଦଶୀରେ କରିବା ଉଚିତ ନୁହେଁ। ଏକାଦଶୀ ଦିନ କେବେ ହେଲେ ଅନ୍ନ ଭୋଜନ କରନ୍ତୁ ନାହିଁ। ପୌରାଣିକ କଥା ଅନୁସାରେ ମାତା ସତୀଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମହର୍ଷି ମେଧା ଶରୀର ତ୍ୟାଗ କରି ଧରିତ୍ରୀରେ ମିଶିଗଲେ ଓ ଶସ୍ୟ ହୋଇ ଉତ୍ପନ୍ନ ହୋଇଥିଲେ। ସେଥିପାଇଁ ଚାଉଳ ବା ଅନ୍ୟ ଶସ୍ୟକୁ ଜୀବ ବୋଲି ଧରାଯାଏ। 2. ଏହି ଦିନ ଦାନ୍ତ ଘଷିବା ବର୍ଜନୀୟ। କାହିଁକି ନା ଏହି ଦିନ ଗଛରୁ ଦାନ୍ତ କାଟି ଭାଙ୍ଗିବା ବା ପତ୍ର ତୋଳିବା ଉଚିତ ନୁହେଁ। 3. ଏକାଦଶୀ ଦିନ ଉପବାସ ରହିବା ସହ ବ୍ରହ୍ମଚର୍ଯ୍ୟ ପାଳନ ମଧ୍ୟ ଜରୁରୀ। ଏହି ଦିନ ସଂଯମ ରହିବା ଆବଶ୍ୟକ। 4. ଏକାଦଶୀ ଦିନ ବିଛଣାରେ ଶୟନ ନୁହେଁ, ଭୂମିରେ ଶୟନ କରିବାର ବିଧି ରହିଛି। 5. ଏହି ଦିନ ଆମିଷ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।
ତା ଛଡ଼ା ସ୍ନାନ ପରେ ହିଁ ଯାହା କିଛି ଗ୍ରହଣ କରିପାରିବେ। 6. ଏକାଦଶୀ ଦିନ ଭୁଲରେ ବି ମିଛ କୁହନ୍ତୁ ନାହିଁ। ସେହିଭଳି କ୍ରୋଧ କରିବା ବି ପାପ। ଏହାଦ୍ୱାରା ମନ ବିଚଳିତ ହୋଇ ବିଷ୍ଣୁଙ୍କ ପୂଜାରେ ବାଧା ସୃଷ୍ଟି ହୁଏ। 7. ଏକାଦଶୀ ଦିନ ଅର୍ଣ୍ଣବ ଶସ୍ୟ ଡାଲି ଜାତୀୟ ଦ୍ରବ୍ୟ ଖାଇବା ଅନୁଚିତ। ଏହି ଦିନ ସମ୍ପୂର୍ଣ୍ଣ ଉପବାସ ସର୍ବୋତ୍ତମ, କିନ୍ତୁ ଯଦି ଅସମ୍ଭବ ହୁଏ ତେବେ ପାଣି ପିଇ ପାରିବେ, ନହେଲେ କିଛି କ୍ଷେତ୍ରରେ ଫଳ ଓ କ୍ଷୀର ଗ୍ରହଣୀୟ। 8. ଏକାଦଶୀ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ନିତ୍ୟ କର୍ମ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଆବଶ୍ୟକ। ଜପ ତପ ଧ୍ୟାନରେ ସାରା ଦିନ କାଟିବା ଉଚିତ। 9. ଏହି ଦିନ ଓ ତା ପରଦିନ ଅର୍ଥାତ୍ ଦ୍ୱାଦଶୀ ଦିନ ତୁଳସୀ ବୃକ୍ଷରୁ ପତ୍ର ତୋଳିବା ବର୍ଜନୀୟ।